Hello friends, welcome back to my channel Escape to a Study. ଆଜି ଆମେ ନ୍ୟାସନାଲ ଏମର୍ଜେନ୍ସି ଉପରେ ପଢିବା। ନ୍ୟାସନାଲ ଏମର୍ଜେନ୍ସି କଣ, କେବେ ଆସିଥିଲା, କଣ ଆମେଣ୍ଡମେଣ୍ଟ ହେଇଥିଲା, କାହା ସମୟରେ ଇମ୍ପ୍ଲିମେଣ୍ଟ ହେଇଥିଲା, ଆଜି ଆମେ ସେ ସବୁ ବିଷୟରେ ପଢିବା। ଚାଲନ୍ତୁ ଆଗକୁ ବଢିବା। ତ ନ୍ୟାସନାଲ ଏମର୍ଜେନ୍ସି, ଯେମିତି ଏମର୍ଜେନ୍ସି କହିଲେ ଆମେ କଣ ବୁଝୁ? କିଛି କିଛି urgent matter. ତ emergency provision ଆମ Indian constitution ରେ article 352, 356 ଆଉ 360 ରେ ଅଛି। ସେଟା ହଉଛି ଆମର part 18 of the constitution। ତ ଆମେ ଏଇ emergency provision ରେ କଣ ମାନେ କଣଟା ଏକ୍ସଟ୍ରା ହୁଏ? emergency provision ରେ ଆମର ସେଣ୍ଟର ଆମର ହେଡ୍ ଥାଏ ଆଉ ସିଚୁଏସନ କୁ ନେଇକିନା ଡିସିସନ ନିଆଯାଏ। ମୋଷ୍ଟ ପାୱାର ଆମର ୟୁନିୟନ ଗଭର୍ଣ୍ଣମେଣ୍ଟ ଉପରେ ହିଁ ଥାଏ। ତ କେତେଟା ଟାଇପ ଅଫ ଏମର୍ଜେନ୍ସି ଅଛି, ସେମିତି କହିବାକୁ ଗଲେ ନ୍ୟାସନାଲ ଏମର୍ଜେନ୍ସି ଅଛି, ଯୋଉଟା କି ଆମର ଆର୍ଟିକଲ 352। କନଷ୍ଟିଟ୍ୟୁସନାଲ ଏମର୍ଜେନ୍ସି ଅଛି, ଯୋଉଟା ଆର୍ଟିକଲ ଆମର 356। ଆଉ ଗୋଟେ ହଉଛି ଫାଇନାନ୍ସିଆଲ ଏମର୍ଜେନ୍ସି, ଯୋଉଟା କି ଆର୍ଟିକଲ 360। ଆଉ ନ୍ୟାସନାଲ ଏମର୍ଜେନ୍ସି ଯୋଉ ଆମେ ପଢିବା ସେଟା ଆର୍ଟିକଲ 352 ରେ ସେଟା କୋଉ କୋଉ କଣ୍ଡିସନରେ କୋଉ କୋଉ କେସରେ ଡିକ୍ଲେୟାର କରାଯାଇ ପାରିବ ଆମ ଇଣ୍ଡିଆନ କନଷ୍ଟିଟ୍ୟୁସନ ଅନୁସାରେ, ସେଇଟା ଆମେ ଆଜି ପଢିବା। ତ କେବେ ଡିକ୍ଲେୟାର କରାଯାଇଥିବ? ଯେତେବେଳେ କିଛି ଏକ୍ସଟର୍ନାଲ ୱାର ହଉଥିବ, ଇଣ୍ଡିଆ କି ପାକିସ୍ତାନ କି ଇଣ୍ଡିଆ ଚାଇନିଜ ମାନେ ନେବରିଂ କଣ୍ଟ୍ରିଜ ହଉ କି ବାହାର ଅନ୍ୟ କଣ୍ଟ୍ରିଜ ହଉ, ତାଙ୍କ ସହିତ କିଛି ୱାର ଲାଇକ ସିଚୁଏସନ ଥିବ କିମ୍ବା କିଛି ଏକ୍ସଟର୍ନାଲ ଆଗ୍ରେସନ ଥିବ, ୱାର ଆକ୍ଚୁଆଲି ଚାଲୁନଥିବ ବଟ୍ ଷ୍ଟିଲ୍ ୱାର ଲାଇକ ସିଚୁଏସନ ଥିବ, ତ ସେଇ କେସରେ ବି ଆମେ ନ୍ୟାସନାଲ ଏମର୍ଜେନ୍ସି ଡିକ୍ଲେୟାର କରିଦେଇ ପାରିବା। କିଏ ଡିକ୍ଲେୟାର କରିବେ? ଆମ ପ୍ରେସିଡେଣ୍ଟ ଡିକ୍ଲେୟାର କରିବେ। ଆର୍ମ ରେବେଲିୟନ କଣ? ଆର୍ମ ରେବେଲିୟନ ହଉଛି ଆମର କଣ୍ଟ୍ରି ଭିତରେ, ଆମର ଇଣ୍ଡିଆର ଜୋଗ୍ରାଫିକାଲ ବାଉଣ୍ଡ୍ରି ଭିତରେ ଯଦି କିଛି ସେମିତି ପ୍ରୋବ୍ଲେମ ଆସୁଛି, ଯେମିତି କି କିଛି ଅ, ଅ, ମାନେ କହିବାକୁ ଗଲେ ଆର୍ମଡ ମାନେ କଣ, ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଲୋକଙ୍କୁ ହଇରାଣ କରିବା, କିଛି ଯୁଦ୍ଧକାଳୀନ ପରିସ୍ଥିତି କଣ ମାନେ ଦେଶ ମଧ୍ୟରେ ପରିସ୍ଥିତି ସେମିତି ସୃଷ୍ଟି କରିବା, ସେଗୁଡାକୁ ଆମେ ଆର୍ମ ରେବେଲିୟନ କହୁଛୁ। ଯୋଉଥିରେ କି ଆମ ନିଜ ଦେଶର ଲୋକ ବି ସୁରକ୍ଷିତ ନୁହନ୍ତି, ସେଇ ଷ୍ଟେଟରେ ବି ଆମର ପ୍ରେସିଡେଣ୍ଟ ନ୍ୟାସନାଲ ଏମର୍ଜେନ୍ସି ସେଇ କଣ୍ଡିସନରେ ଡିକ୍ଲେୟାର କରିଦେଇ ପାରିବେ। ତ ଯଦି ଆମର ସିକ୍ୟୁରିଟି କିଛି ବି ୱାର୍ଡରେ କିଛି ବି ଯୁଦ୍ଧକାଳୀନ ଭିତ୍ତିରେ ଯଦି କିଛି ସିକ୍ୟୁରିଟି ଆମର ହ୍ୟାମ୍ପର କରାଗଲା, ସେଇ କେସରେ ଆମର ନ୍ୟାସନାଲ ଏମର୍ଜେନ୍ସି ଡିକ୍ଲେୟାର କରାଯାଇ ପାରିବ। ସେଟା ଆକ୍ଚୁଆଲ ୱାର ହେଇ ବି ପାରେ ନ ବି ହେଇପାରେ, ବଟ୍ ତା ପୂର୍ବରୁ ବି ଯଦି ସେମିତି ୱାର ଲାଇକ୍ ସିଚୁଏସନ ଅଛି, ଯଦି ଯୁଦ୍ଧ ଭଳିଆ କିଛି ସେମିତି କିଛି ପରିସ୍ଥିତି ଅଛି, ତାହେଲେ ଆମର ସେଇଟା ନ୍ୟାସନାଲ ଏମର୍ଜେନ୍ସି ଡିକ୍ଲେୟାର କରାଯାଇ ପାରିବ। ସେଟା ଆମର ଇନସର୍ଟ ହେଇଥିଲା କେବେ ଆମର ଆସିଥିଲା ମାନେ ଆର୍ମ ରେବେଲିୟନ ଟା କେବେ ଆସିଥିଲା? ଆର୍ମ ରେବେଲିୟନ ପୂର୍ବରୁ ଆମର ଥିଲା ଇଣ୍ଟରନାଲ ଡିଷ୍ଟର୍ବାନ୍ସ। ମାନେ କିଛି ଯୁଦ୍ଧ ଭଳିଆ ପରିସ୍ଥିତି ନହେଲେ ବି ଯଦି କିଛି ଡିଷ୍ଟର୍ବାନ୍ସ ବି ଭିତରେ ମାନେ ଆମର ଦେଶ ଆମ ରାଜ୍ୟ ଭିତରେ ବି ଯଦି କିଛି ଡିଷ୍ଟର୍ବାନ୍ସ ହଉଥିଲା, ସେତେବେଳେ ବି ଆମର ପ୍ରେସିଡେଣ୍ଟ ରୁଲ ନ୍ୟାସନାଲ ଏମର୍ଜେନ୍ସି ଆସି ଯାଉଥିଲା। କିନ୍ତୁ ସେଇଟା ଆମର ଚେଞ୍ଜ ହେଇଗଲା ଆର୍ମ ରେବେଲିୟନ କୁ। କେବେ ହେଲା? 44 କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ଆକ୍ଟ। 44 କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ଆକ୍ଟ କେବେ ଆସିଥିଲା? 1978 ରେ ଆସିଥିଲା। 1975 ରେ ଯେତେବେଳେ ଆମର 38 କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଆକ୍ଟ ଆସିଥିଲା, ସେତେବେଳେ ଆମର ଥିଲା ଯେ ନ୍ୟାସନାଲ ଏମର୍ଜେନ୍ସି ଯଦି ଡିକ୍ଲେୟାର କଲା ୟୁନିୟନ ଗଭର୍ଣ୍ଣମେଣ୍ଟ, ତାହେଲେ ସେଟା ଜୁଡିସିଆଲ ରିଭ୍ୟୁ ମାନେ ଜୁଡିସିଆରୀ ସେଠି କିଛି ରିଭ୍ୟୁ କରିପାରିବେ ନାହିଁ, କଣ ପାଇଁ ସେ କଣ ସିଚୁଏସନ ହେଲା ଯୋଉଥିରେ କି ନ୍ୟାସନାଲ ଏମର୍ଜେନ୍ସି ଡିକ୍ଲେୟାର କରାଗଲା, ତାର କିଛି ରିଭ୍ୟୁ ନଥିଲା। ବଟ୍ ଏଇଟା ଆମର 44 କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଆକ୍ଟରେ ଚେଞ୍ଜ ହେଇଗଲା। ଯଦି ସେମିତି କିଛି ସେଣ୍ଟର ସେମିତି କିଛି ୟୁନିୟନ ଗଭର୍ଣ୍ଣମେଣ୍ଟ ଡିସିସନ ନଉଛନ୍ତି ନ୍ୟାସନାଲ ଏମର୍ଜେନ୍ସି ଡିକ୍ଲେୟାର କରିବା ପାଇଁ, ତ ଦେ ଆର୍ ବାଉଣ୍ଡ ଟୁ ଗିଭ୍ ଦ ରିଜନ୍ସ। they are by protected by judicial review. They cannot just come, ସେମାନେ ଖାଲି ସେମିତି ଆସିକିନା କହିଦେଇ ପାରିବେନି ଆଜି ନ୍ୟାସନାଲ ଏମର୍ଜେନ୍ସି ଡିକ୍ଲେୟାର କରାଗଲା। ତାଙ୍କ ପାଖରେ ଭ୍ୟାଲିଡ ରିଜନ ଥିବା ଦରକାର, ଯୋଉଟା କି ଜୁଡିସିଆଲ ସ୍କ୍ରୁଟିନିକୁ ଯିବ। ମିନର୍ଭା ମିଲ୍ କେସ୍ ଆମର ଯୋଉ ଥିଲା 1980 ରେ, ସେଇଥିରେ ହିଁ କୁହାଯାଇଥିଲା ଯେ ନ୍ୟାସନାଲ ଏମର୍ଜେନ୍ସି କୁ ଯଦି ଆମକୁ ଲାଗିଲା, ଯଦି କାହାକୁ ବି ଲାଗିଲା ଯେ ନ୍ୟାସନାଲ ଏମର୍ଜେନ୍ସି ଏମିତି ଖାଲି ମାନେ ମିଛ ପରିସ୍ଥିତି କରାହେଇକିନା ନିଆ ହେଇଛି ନିଜର ପର୍ସନାଲ ଫାଇଦା ପାଇଁ, ତାହେଲେ ସେଇଟା ଚ୍ୟାଲେଞ୍ଜ କରାଯାଇ ପାରିବ କୋର୍ଟରେ। ନ୍ୟାସନାଲ ଏମର୍ଜେନ୍ସି ଆମର ଯେତେବେଳେ ବି ଡିକ୍ଲେୟାର କରାଯିବ, ସେଟା ଆପ୍ରୁଭ କରିବା ଦରକାର, କିଏ? ପାର୍ଲାମେଣ୍ଟ ଆପ୍ରୁଭ କରିବା ଦରକାର, ମାନେ ଲୋକସଭା ପ୍ଲସ ରାଜ୍ୟସଭା କେତେ କେତେ ମଧ୍ୟରେ ଆପ୍ରୁଭ କରିବା ଦରକାର। ଯେତେବେଳେ ଡିକ୍ଲେୟାର କରାଗଲା ଆଜି ନ୍ୟାସନାଲ ଏମର୍ଜେନ୍ସି, ଆଜିଠୁ ଗୋଟେ ମାସ ଭିତରେ ସେଟା
ଆପ୍ରୁଭ୍ ହବା ଦରକାର ବାଇ 2/3 majority, special majority। ଯଦି ଲୋକସଭା ସେଇ ସମୟରେ ନାହିଁ, ଯଦି ଲୋକସଭା ସେସନ ସେଇ ସମୟରେ ଡିସଲ୍ଭ ହେଇଯାଇଛି, ତାହେଲେ ଯେତେବେଳେ ଲୋକସଭା ପୁଣି ଥରେ ପରମିଶନ କରାଯିବ, ସେଇଠୁ ନେଇକି 30 ଦିନ ଭିତରେ ସେଇ ନ୍ୟାସନାଲ ଇମର୍ଜେନ୍ସିକୁ ଆପ୍ରୁଭ୍ କରାଯିବା ଦରକାର। ତା ଭିତରେ ରାଜ୍ୟସଭା ଯଦି ଆପ୍ରୁଭ୍ କରିଦେଇଥିବ, ତାହେଲେ ସେଇ ଅନୁସାରେ ନ୍ୟାସନାଲ ଇମର୍ଜେନ୍ସି ଚାଲିବ। ତାପରେ କଣ୍ଟିନ୍ୟୁଅସ୍ କେତେ ପର୍ଯ୍ୟନ୍ତ ରହିପାରିବ, ନ୍ୟାସନାଲ ଇମର୍ଜେନ୍ସି ଏମିତି ଅନଲିମିଟେଡ ଟାଇମ ପାଇଁ ରହିପାରିବ କି ନାହିଁ। ସେଥିପାଇଁ ଆମର ମ୍ୟାକ୍ସିମମ୍ ଭ୍ୟାଲିଡିଟି କେତେ, 6 months ଭିତରେ ଆମର 6 months ପର୍ଯ୍ୟନ୍ତ ଥରେ ନ୍ୟାସନାଲ ଇମର୍ଜେନ୍ସି ଡିକ୍ଲେୟାର କରାଯାଇପାରିବ। ଯଦି ଆଉ ଥରେ ପୁଣି ଆହୁରି 6 ମାସ ପାଇଁ ଯଦି କଣ୍ଟିନ୍ୟୁ କରିବାର ଅଛି, ତାହେଲେ ବି ଆମକୁ ସ୍ପେଶାଲ ମେଜରିଟି ଦରକାର କାହାର, ପାର୍ଲିଆମେଣ୍ଟର। ପାର୍ଲିଆମେଣ୍ଟର ପ୍ରତି 6 ମାସ ଏକ୍ସଟେନସନ ପାଇଁ ଆମକୁ ପାର୍ଲିଆମେଣ୍ଟର ଆପ୍ରୁଭାଲ ଦରକାର, ଦ୍ୟାଟ୍ ଟୁ ବାଇ ସ୍ପେଶାଲ ମେଜରିଟି। ରେଭୋକେସନ ହେଇପାରିବ, ମାନେ ଉଠେଇ ଯାଇପାରିବ ଯଦି ଗୋଟେ ସିମ୍ପଲ ମେଜରିଟିରେ ବି ଯଦି ଲୋକସଭା ତାକୁ ପାସ୍ କରିଦେଲା, ରାଜ୍ୟସଭାର ବି ଦରକାର ନାହିଁ, ଯଦି ଲୋକସଭା ତାକୁ ପାସ୍ କରିଦେଲା ଗୋଟେ ସିମ୍ପଲ ମେଜରିଟିରେ, ତାହେଲେ ବି ସେଟା ରିଭୋକ୍ କରାଯାଇ ପାରିବ, ସମାନ ପରିସ୍ଥିତିକୁ ଅଣାଯାଇ ପାରିବ। ତାହେଲେ ଇଫେକ୍ଟ କଣ ହୁଏ, ନ୍ୟାସନାଲ ଇମର୍ଜେନ୍ସିରେ କଣ ପ୍ରୋବ୍ଲେମ ହୁଏ, ସେଣ୍ଟର ଷ୍ଟେଟ ରିଲେସନ ଆଫେକ୍ଟ ହୁଏ। ଷ୍ଟେଟର କିଛି ଭ୍ୟାଲ୍ୟୁ ନଥାଏ, ଯାହା ସେଣ୍ଟର ଅର୍ଡର ଦବ, ସେଣ୍ଟର ଏକ୍ସିକ୍ୟୁଟିଭ ଅର୍ଡର ଦବ ଷ୍ଟେଟକୁ କୌଣସି ମ୍ୟାଟରରେ, ସେଟା ଷ୍ଟେଟ ଲିଷ୍ଟରେ ଥାଉ କି କୌଣସି ଲିଷ୍ଟରେ ଥାଉ, ଷ୍ଟେଟ ଦବ ସେ ମ୍ୟାଟରରେ। ତ ସେଇ ପର୍ଯ୍ୟନ୍ତ 6 ମାସ ପର୍ଯ୍ୟନ୍ତ ସେଇ ଲଟା ଭ୍ୟାଲିଡ ରହିବ। ଷ୍ଟେଟର କୌଣସି ପାୱାର ରହିବନି। ସେମିତି ଫାଇନାନ୍ସିଆଲ, ଯଦି ଫାଇନାନ୍ସିଆଲ କିଛି ଡିଷ୍ଟର୍ବାନ୍ସ ହଉଛି, ତାହେଲେ ବି ସେଟା ପ୍ରେସିଡେଣ୍ଟ ଚେଞ୍ଜ କରିପାରିବେ। ଲୋକସଭା ଆଉ ଷ୍ଟେଟ ଆସେମ୍ବଲିରେ କଣ ରହିବ, ଲୋକସଭାର ଲାଇଫ ଯଦି ସେଇଠି ମାନେ 5 ବର୍ଷ ସରିଯାଉଛି, ତାହେଲେ ଆଉ ଗୋଟେ ବର୍ଷ ଏକ୍ସଟେଣ୍ଡ କରାଯାଇ ପାରିବ। ଯଦି 6 ମାସ ପର୍ଯ୍ୟନ୍ତ ଏମର୍ଜେନ୍ସି ରହିଲା, ତାହେଲେ ଆଉ ଗୋଟେ ବର୍ଷ ପର୍ଯ୍ୟନ୍ତ ଲୋକସଭା ଟର୍ମଟା ଏକ୍ସଟେଣ୍ଡ କରାଯାଇ ପାରିବ। ଫଣ୍ଡାମେଣ୍ଟାଲ ରାଇଟ୍ କଣ ହବ, ଫଣ୍ଡାମେଣ୍ଟାଲ ରାଇଟ୍ ଆମର ଆର୍ଟିକଲ 20 ଆଉ 21 ରିଭୋକ୍ କରାଯାଇ ପାରିବ ନାହିଁ। ସେଇଟା ଆମର ଆସିଥିଲା କେବେ, 44th କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ଆକ୍ଟରେ। ଆମର ଆର୍ଟିକଲ 358 ଅନୁସାରେ ଆର୍ଟିକଲ 19 ଆମେ ସସ୍ପେଣ୍ଡ କରାଯାଇ ପାରିବ ଯେତେବେଳେ କେବଳ ବାହାରେ, ମାନେ ଯୁଦ୍ଧକାଳୀନ ବାହାରେ କଣ୍ଟ୍ରି ଆଉ କଣ୍ଟ୍ରି ମଧ୍ୟରେ ଯଦି ୱାର ହେଲା, ଇଣ୍ଡିଆ ଆଉ କୋଉ କଣ୍ଟ୍ରି ଭିତରେ କିମ୍ବା ଏକ୍ସଟର୍ନାଲ ଆଗ୍ରେସନ ହେଲା, ତାହେଲେ ଆର୍ଟିକଲ 19କୁ ସସ୍ପେଣ୍ଡ କରାଯାଇ ପାରିବ। ବଟ୍ ଆର୍ମ ରେବେଲିୟନରେ ବି ଆର୍ଟିକଲ 19କୁ ସସ୍ପେଣ୍ଡ କରାଯାଇ ପାରିବ ନାହିଁ। ଏଇଟା ଆମର 44th କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଆକ୍ଟ 1978ରେ ଆସିଥିଲା। ଆର୍ଟିକଲ 359 କଣ କହୁଛି, ଯଦି ଆମ ଫଣ୍ଡାମେଣ୍ଟାଲ ରାଇଟ୍ ସସ୍ପେଣ୍ଡ ହେଇଯାଏ, ତାହେଲେ ଆମେ କଣ କରୁ, ଆର୍ଟିକଲ 32 ଅନୁସାରେ ଆମେ ରିଟ୍ ୟୁଜ କରୁ, ଆମେ ମୁଭ୍ କରୁ କୋର୍ଟକୁ। ବଟ୍ ଆର୍ଟିକଲ 359 କଣ କହୁଛି, ଯଦି ଆମର ନ୍ୟାସନାଲ ଇମର୍ଜେନ୍ସି ଡିକ୍ଲେୟାର କରାଯାଇଛି, ତାହେଲେ ପ୍ରେସିଡେଣ୍ଟ ଆମର ରାଇଟ୍ କୁ ସସ୍ପେଣ୍ଡ କରିଦେଲେ ଆମେ କୌଣସି କୋର୍ଟକୁ ଫଣ୍ଡାମେଣ୍ଟାଲ ରାଇଟ୍ ଏନଫୋର୍ସମେଣ୍ଟ ପାଇଁ ଯାଇପାରିବା ନାହିଁ। କିନ୍ତୁ ତଥାପି 20 ଆଉ 21 ଏଇଟା କେବେ ବି ଆମର ଏମର୍ଜେନ୍ସି ରିଭୋକ୍ କରାଯାଇ, ମାନେ ଏଇଟା କେବେ ବି ସସ୍ପେଣ୍ଡ କରାଯାଇ ପାରିବ ନାହିଁ। ଆମର କେବେ କେବେ ନ୍ୟାସନାଲ ଇମର୍ଜେନ୍ସି ଆସିଥିଲା, ଆମର ଆମେ ଦେଖିଛୁ 3 ଥର ଆମର ନ୍ୟାସନାଲ ଇମର୍ଜେନ୍ସି ଆସିଥିଲା। ଫାର୍ଷ୍ଟ ଥିଲା ଆମର ଇଣ୍ଡୋ ଚାଇନା ୱାର, ଇଣ୍ଡିଆ ଆଉ ଚାଇନା ଭିତରେ ଯେତେବେଳେ ଯୁଦ୍ଧ ପରିସ୍ଥିତି ଥିଲା, 1962 ଯୁଦ୍ଧ ଚାଲିଥିଲା, ଯୋଉଟା ଆମକୁ 1968 ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିଛି। 6 ବର୍ଷ ଆମର ନ୍ୟାସନାଲ ଇମର୍ଜେନ୍ସି ଇଣ୍ଡୋ ଚାଇନା ୱାର ପାଇଁ ଲାଗିଥିଲା ଫାର୍ଷ୍ଟ ଟାଇମ୍। ତାପରେ ଆମର 1971ରେ ବି ପାକିସ୍ତାନ ପାଇଁ, 1971ରେ ଇଣ୍ଡୋ ପାକିସ୍ତାନ ୱାରରେ ଆସିଥିଲା। ପୁଣି ସେଇଟା ରିଭୋକ୍ ହବା ପୂର୍ବରୁ ଆମର 1975ରେ ଇଣ୍ଟରନାଲ ଡିଷ୍ଟର୍ବାନ୍ସ ଯୋଗୁ ଆମର ପୁଣି ଆଉ ଥରେ ନ୍ୟାସନାଲ ଏମର୍ଜେନ୍ସି ଡିକ୍ଲେୟାର କରାଯାଇଥିଲା, ଯୋଉଟା କି ଆମର ମାର୍ଚ୍ଚ 1977ରେ ରିଭୋକ୍ କରାଯାଇଥିଲା। ତାପରେ ହିଁ ଆମର ଆସିଥିଲା ଯେ 44th Constitutional Act, that is 1978 ରେ, ଯେ national emergency subject to judicial review, the president cannot declare himself to any state as any internal disturbance as a national emergency, that too ସେଟା armed rebellion ହବା ଦରକାର। ତ ଆଜି ପାଇଁ ଏତିକି, ରହୁଛି, ନମସ୍କାର। ସେସନଟି ଭଲ ଲାଗିଲେ ଲାଇକ୍ କରିବେ, ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ।